बोलो सर्वे आनंद बाहर हरि हरि बोल सर्वे आनंद बाहर हरि हरि জীবেরা নানা ধর্ম অধর্ম কুকর্ম সারে জয় রাধে রাধে কৃষ্ণ कृष्ण गोविंद गोविंद बोला जय राधे राधे कृष्ण कृष्ण गोविंद गोविंद
ଦଉଛି ମକରନ୍ଦା ମକରନ୍ଦା ପାନ କରେ বড় আনন্দে হরি হরি গোলামে সজনী
চাহালো সজনী ଚାରି ମାସ ଏକତାଳ ଉପରେ ଓଡ଼ିଶୀର କାର୍ଯ୍ୟକ୍ରମ ଟିକେ ସରସ ସୁନ୍ଦର ହବା ପାଇଁ ତାକୁ ଆଜି ଯନ୍ତ୍ର ଟିକେ ଅଭାବ ରହୁଛି ଆମେ ସେତିକି ଟିକେ ଚଳେଇବା
चक्रे उडे बाना नीळाचल चूळ मुकुट मणिकी नीळाचल चूळ नेत्रे हरे होला मानसरे नीलचूड़े बाला मानसरे नीलचूड़े नीलाचल मुकुट मणि नीलाचल ধরে ওনা মানসরে নিরাপদে উড়ে বানা মানসরে নিরাপদে উড়ে বানা ওরা হলদিয়া ওরা বৌদিয়া উর্তি সঙ্গে হেলে চিহ্না মানসরে যাবত কর্মস নাসরিব তোর যাবত কর্মস নাসরিব তোর যাবত কর্মস নাসরিব তোর যাবত চিরে বচুনা মানসরে নিরতকে উড়ে বানা মানসরে শাড়ি পড়ি বাড়ি ওড়িশা পড়ি তরিতে দিল করা মানসরে পাই ভ্রমর পাই তোর পাই ভ্রমর পাই ভ্রমর পাই তোর পাই ভ্রমর যায় তো তার লিখিলে অসিত অপরাজিতা মধ্যে ঝড়ি কড়ি গায়ে চম্পা
ପଚିକ କାଠିଏ ଯୋଡ଼ା ପ୍ରବାହ ମୁକ୍ତି ନାରୀର ନୀଳାଦ୍ରି କୁଣ୍ଡ ଚାରୁ ତର ଚାରି ତାରୁ ବ୍ରହ୍ମ ରୂପ ନାଶନ୍ତୁ ଶରତ ସର୍ବାଦୌ ଜଗତ ବନ୍ଦୀୟ ପରାତ୍ପର ପରମେଶ୍ୱର ପରମ କାରୁଣିକ ଚିଦିଘନ ବିଗ୍ରହ ବେଦର ମୁଦ୍ର କାନ୍ତି କୋଟି କୈବଲ୍ୟ କଳ୍ପଦ୍ରୁମ ଆରାଧ୍ୟ ଦେବ ସତ୍ୟନାରାୟଣ ମହାପ୍ରଭୁ ମା ଉତ୍କଳ ଭାରତୀ ଉତ୍କଳ ଜନନୀ ଶଙ୍କରବାସିନୀ ଭଗବାଦିନୀ ମା ଶାରଦା ନୀଳାଦ୍ରି କନ୍ଦରାନନ୍ଦ କରୁଣା ପୁରୁଣାଳୟ ଜଗତର ନାଥ ଦାରୁ ବ୍ରହ୍ମମୂର୍ତ୍ତି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଚକ୍ରରାଜ ସୁଦର୍ଶନ ତଥା ଅନନ୍ତ କୋଟି ବ୍ରହ୍ମାଣ୍ଡର ସମସ୍ତ ଦେବାଦେବୀଙ୍କର ଅମଳ କମଳ ବିମଳ ପଦ ଯୁଗଳ ତଳେ ଆମମାନଙ୍କର ଶତ କୋଟି ଭୂମିଷ୍ଠ ଦଣ୍ଡବ ଯାହା ହଉ ଆଜି ସାରଳା ସାଂସ୍କୃତିକ ପରିଷଦ ରାଉରକେଲା ଆଜି ମାତୃଭକ୍ତ ପ୍ରେମୀ ଭକ୍ତମାନଙ୍କର ଆନୁକୂଲ୍ୟରେ ଆପଣମାନଙ୍କର ସମସ୍ତ ଜ୍ଞାନୀ ଗୁଣୀମାନଙ୍କର ସହଯୋଗରେ ଆୟୋଜିତ ଆଜି ସାରସ୍ୱତ ମହାମହୋତ୍ସବ ପ୍ରତିଯୋଗିତା ବାଦପାଲାର ଆଜି ପୂର୍ଣ୍ଣାବତୀ ରଜରେ ଦ୍ୱିତୀୟ ପର୍ଯ୍ୟାୟ এই সারস্বত পবিত্র মঞ্চরে মাতৃমণ্ডপরে ମୋର ପୁର ଭାଗରେ ବସିଥିବା ସମସ୍ତ ପାଲାପ୍ରେମୀ ନିକଟାଗତ ଦୂରାଗତ ସମସ୍ତ ବିଦ୍ୱାନ ସମାଜ ପୁରାଣ ଅର୍ଚ୍ଚନୀୟ ମମତାମୟୀ ବାତ୍ସଲ୍ୟମୟୀ ଜାଗୃତିମୟୀ ମାତୃକଳ୍ପା ଭଗ୍ନିକଳ୍ପା ମା ଭଉଣୀ ସାମ୍ପ୍ରତିକ ଯୁବ ସମ୍ପ୍ରଦାୟ এই ଅନୁଷ୍ଠାନର ସଭାପତି ଉପସଭାପତି ସମ୍ପାଦକ ସହସମ୍ପାଦକ କୋଷାଧ୍ୟକ୍ଷ ସମସ୍ତ ସକ୍ରିୟ କର୍ମକର୍ତ୍ତା ସମସ୍ତ ଆବାଳ ବୁଦ୍ଧ ବନିତା ମାନଙ୍କ এই অকিঞ্চন পালাকা এই বিদায় রজনী ভক্তিপুত সপ্রেম প্রণাম আমার কে জোড়ি দিও আমার বাবার এই পালার পরম্পরা পালার সংবিধান পরপশ্বরী গায়ক ମାନଙ୍କ ନିର୍ଦ୍ଧାରିତ ପଥକୁ ଅବଲମ୍ବନ କରି ବାବୁରେ ଆମେ ମଙ୍ଗଳାଚରଣ କାର୍ଯ୍ୟକ୍ରମ ଉପରେ ଉପନୀତ ହେଇଛି ଆପଣମାନଙ୍କର ନିକଟରେ ପ୍ରଭୁ ଜଗନ୍ନାଥଙ୍କର ଶ୍ରୀଚରଣରେ ଭକ୍ତି ପୁଷ୍ପାଞ୍ଜଳିଟିଏ ଢାଳି ସାରିଲା ପରେ ଦ୍ୱିତୀୟ ପର୍ଯ୍ୟାୟରେ ଏକ ଆଶୀଷବାଚକ ମଙ୍ଗଳାଚରଣଟିଏ ପାଠ କରିଛି ଭଲ କଥା କିନ୍ତୁ ତାହା ସଂସ୍କୃତରେ ନୁହେଁ ତାହେଲେ କୋଉଥିରେ ମଙ୍ଗଳାଚରଣ ଆପଣ କଲେ ଓଡ଼ିଆରେ ଓଡ଼ିଆ କଣ ଆପଣ ସଂସ୍କୃତ ମଙ୍ଗଳାଚରଣ ଜାଣିନାହାନ୍ତି ଘରେ ଅନେକ ପାଲା ଗାୟକ ବନ୍ଧୁମାନେ ଥିବେ କି ଅନେକ ପାଲା କଳାକାର ମାନେ ବି ଥିବେ ପଟ୍ଟନାୟକ ଇଏ ବ୍ୟତିକ୍ରମ କଣ କଲେ ଆପଣ ସଂସ୍କୃତ ମଙ୍ଗଳାଚରଣ ଜାଣିନାହାନ୍ତି ଜାଣି ନାହିଁ ବୋଲି କିଆ ବୋଲିଲେନି ଆମେ ହଉଛୁ ଓଡ଼ିଆ ଆମ ଜାତି ହଉଛି ଓଡ଼ିଆ ଆଜ୍ଞା ଆମ ଭାଷା ହଉଛି ଓଡ଼ିଆ 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 ଭାଷାର ଗୌରବକୁ ରକ୍ଷା କରିବା ପାଇଁ ଯାଇ ଆଜ୍ଞା ସଂସ୍କୃତ ସାହିତ୍ୟ ସହିତ ହଁ ଓଡ଼ିଶାର କବିମାନେ ଯେ ସୁନ୍ଦର ଭାବରେ ମଙ୍ଗଳାଚରଣ ସୃଷ୍ଟି କରିପାରନ୍ତି ତାର ଏକ ନିଚ୍ଛକ ଉଦାହରଣ ଆପଣମାନଙ୍କ ପାଖରେ ହୋଇଛି ମାତ୍ର ବଢିଆ ବାବୁରେ ଆଜ୍ଞା ଏହି ପ୍ରସଙ୍ଗରେ ମନେ ପଡେ କଣ ମନେ ପଡେ ପଶ୍ଚିମ ଓଡ଼ିଶାର କବି ଗଙ୍ଗାଦେବର ମେହରଙ୍କର ଅର୍ଘ୍ୟସ୍ଥଳୀ କବିତା ମେହର ଦିନ ଉଦ୍ବୋଧନ ଦେଲେ ଉତ୍କଳ ଆସିଲେ କଣ କହିଲେ କଣ ଆଜ୍ଞା ମାତୃଭୂମି ଭାଷାରେ ମମତା ତାକୁ ଯେ
ମାତୃଭୂମି ମାତୃଭାଷାରେ ମମତା ଯାହୁଦେ ଜନମୀ ନାହିଁ ଯାହାର ମାତୃଭୂମି ପ୍ରତି ପଣ୍ଡିତେ ଆଦର ନାହିଁ 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 ମାତୃଭାଷା ପ୍ରତି ସମ୍ମାନ ନାହିଁ ସମ୍ମାନ ନାହିଁ ଯେ ମାତୃଭାଷାକୁ ଘୃଣା କରେ ଘୃଣା করে ସେ ଯେଡ଼େ ଜ୍ଞାନୀ ଯେଡ଼େ ବିଜ୍ଞାନୀ ଯେଡ଼େ ପ୍ରାଜ୍ଞ ଯେଡ଼େ ବିଜ୍ଞ ଯେଡ଼େ ପଣ୍ଡିତ ହଉ ଆଜ୍ଞା ତାକୁ ଆମେ ଜ୍ଞାନୀ ଗୁଣରେ ଗଣନା କରିବା ନାଇଁ ନାଇଁ ସେ ଜ୍ଞାନୀ ଗଲ କଟିଯିବ ତେଣୁ ଗୋପବନ୍ଧୁ କଣ କହିଲେ କଣ କହିଲେ ସାରେ କହିଲେ ଉଚ୍ଚ ହେବା ପାଇଁ କର ଦେବେ ଆଶାରେ କର ଦେବେ ଆଶାରେ କର ଦେବେ ଆଶା ଉତ୍ସବର ଆଗରେ ନିଜ ମାତୃଭାଷା ଉତ୍ସବର ଆଗରେ ନିଜ ମାତୃଭାଷା ଦେବସ୍ନାନ ତରଫରୁ ଏ ବିଦାୟ ରଞ୍ଜନରେ ପୁଷ୍ପହାର ସହିତ ଆଜି ଭାରତୀୟ ମୁଦ୍ରା ଆଜ୍ଞା ଅନୁଷ୍ଠାନ ତ ଅନ୍ୟ ମୁଁ କହୁଥିଲି ଏବେ ମଧ୍ୟ କହୁଛି କଣ ଆଜ୍ଞା କହୁଥିଲେ ଆଜ୍ଞା ଆର୍ତ୍ତତାରଣ ମଲ୍ଲିକ ମହୋଦୟ ଦେବସ୍ନାନ ସଭାପତି ଆଜ୍ଞା ଏ ଅକିଞ୍ଚନ ପାଲାକାର ପାଲାର ମୁଗ୍ଧ ହୋଇ 500 ଟଙ୍କା ସମର୍ପଣ କରିଛନ୍ତି ଆଚ୍ଛା ଆଜି ସଭାପତି ମହୋଦୟଙ୍କର ଆଜି ପାରିବାରିକ ଜୀବନ ସହିତ ଆଧ୍ୟାତ୍ମିକ ଜୀବନକୁ ମା ଶାରଦା ସଫଳ କରନ୍ତୁ ଜଗନ୍ନାଥ ମଧ୍ୟ ସଫଳ କରନ୍ତୁ ସର୍ବାନନ୍ଦେ ଆନନ୍ଦେ କମାର ଆମର ଆମେ ଆସିବ ଆଜ୍ଞା ଆଜ୍ଞା ଆମେ ଅପେକ୍ଷା ଆସିବାଟା କରିଛୁ ସୁଖ ବିଦାୟ ରଜନୀ ଶେଷ ରଜନୀ ଅନ୍ତିମ ରଜନୀର ଶ୍ରେଷ୍ଠ ସାମାଜିକ ବିଦାୟଟା ଦୁଃଖ ଭାବରେ ଯାହା ହଉ ଆଉ କିଛି ସମୟ ପରେ ଆପଣମାନଙ୍କର ବିଦାୟ ନେବି ପୁଣି ବଞ୍ଚିଥିଲେ କେମିତି ଆପଣମାନେ ଯେତିକି ବସିଥିଲେ ମୁଁ ଗୋଟିଏ ହାତ ଯୋଡ଼ି କହିବି ଆଜି ତ ପାଲା ସରିଯିବ କେହି ଉଠିବେ ଅଧିକାଂଶ ଭାବନ୍ତି ଆର ବର୍ଷ ପୁଣି ଏଠି ପାଲାରେ ପାଲାକାର ମାନେ ଆସିବେ ପାଲା ହବ ଆମେ ଯିବା ଆର ବର୍ଷ ଆସିବାନି କି କିନ୍ତୁ ଆଜ୍ଞା ବିଶ୍ୱାସକୁ ବିଶ୍ୱାସ ନାହିଁ କରେଣ୍ଟକୁ ଗ୍ୟାରେଣ୍ଟି ନାହିଁ ବର୍ତ୍ତମାନ ନିଶ୍ୱାସ କେତେବେଳେ ବନ୍ଦ ହେବ କେବେ କହିପାରିବ ବର୍ତ୍ତମାନ କରେଣ୍ଟ ଅଛି ଆଜ୍ଞା କେତେବେଳେ ଫଟ୍ କହିପାରିବେ ତେଣୁ ସେଥିପାଇଁ ରାଧାନାଥ ଦର୍ଶନ କଣ କହୁଛି ଏହି ଦରବାରେ ରୁଣ୍ଡ ଯେତେ ନରେ ରୁଣ୍ଡ ଯେତେ ନରରେ ଦରବାରେ ଏହି ଦରବାରରେ ଯେତେ ରୁଣ୍ଡ ନର ଆଜି ରାଉରକେଲା ଶାରଦା ସାଂସ୍କୃତିକ ପରିଷଦ ଏ ବାଦିପାଲା ମଞ୍ଚରେ ଆମେ ଯେତେ ବସିଛେ କେହି ଜଣେ କହିପାରିବନି ମୁଁ ଆର ବର୍ଷ ଥିବି ମୁଁ ମତେ ଗ୍ୟାରେଣ୍ଟି କହିପାରିବିନି ଯେ ମୁଁ ଏମିତି ଭାବରେ ଅନ୍ୟ କୋଉ ମଞ୍ଚରେ ପାଲା ଗାଉଥିଲି ତେଣୁ ବର୍ତ୍ତମାନ ତ କାଳେନ ଆମ ଶାସ୍ତ୍ର କହିଛି ବର୍ତ୍ତନ୍ତି ବିଚକ୍ଷଣା ଅତୀତରେ କଣ ଘଟିଗଲା ବନାନ୍ତୁ ନାହିଁ ଭବିଷ୍ୟତରେ କଣ ହବ ଚିନ୍ତା କରନ୍ତୁ ନାହିଁ ବର୍ତ୍ତମାନକୁ ନେଇ ଯିଏ ବଞ୍ଚେ ସେ ହେଉଛି ଜ୍ଞାନୀ ସେ ହେଉଛି ପଣ୍ଡିତ ତେଣୁ ଆପଣମାନଙ୍କ ନିକଟରେ ମୁଁ ଏତିକି ଅନୁରୋଧ କରିବି ଯେତିକି ସମୟ ମୁଁ ଆପଣମାନଙ୍କୁ ଦେବି ସେତିକି ସମୟ ଆପଣ ବସନ୍ତୁ ପରେ ତେଣୁ ଆପଣମାନଙ୍କ ନିକଟରେ ଆମେ ଟିକେ ପିଲାମାନେ ଆମର ଛୋଟ ଛୋଟ ଛୁଆକୁ ଆମେ ଇଂଲିଶ ମିଡ଼ିୟମ ସ୍କୁଲକୁ ପଠାଉଛୁ ଯେତେବେଳେ 3-4 ବର୍ଷର ପୁଅ 3 ବା 4 ବର୍ଷର ଝିଅ ଯେତେବେଳେ ଡାକି ଦେଉଛି ଡାଡି ଯେତେବେଳେ ଡାକି ଦେଉଛି ମମି ସେତେବେଳେ ଆମ ଛାତି କୁଣ୍ଡିଆ ଗୋଟେ ଆମ ପୁଅ ଇଂଲିଶ କହିଲା ଆମ ଝିଅ ଇଂଲିଶ କହିଲା ଆମେ ଛାତିରେ ଗର୍ବରେ ଉତ୍ଫୁଲ୍ଲିତ କିନ୍ତୁ ତାହା ଠିକ ନୁହେଁ ପିଲା ଇଂଲିଶ ପଢୁ ମନା ନାହିଁ ଇଂଲିଶ ଇଣ୍ଟରନ୍ୟାସନାଲ ଭାଷା ପିଲା ଉନ୍ନତି କରିବ କିନ୍ତୁ ମାତୃଭାଷା ପ୍ରତି ସମ୍ମାନ ପିଲାମାନଙ୍କର ମାତୃଭାଷା ପଢା ଏମିତି ଶବ୍ଦ ଗୁଡାକ ସବୁ ମରି ମରି ଯାଉଛି କେତୋଟି ଶବ୍ଦ ଆଜ୍ଞା ଲିଭି ଯାଉଛି ଓଡ଼ିଶା ଭାଷାକୁ କଣ ଆଜ୍ଞା ଲିଭି ଯାଉଛି ତେଣୁ ଏ ପାଲାକାର ମାନେ ଓଡ଼ିଆ ସାହିତ୍ୟ ଓଡ଼ିଆ ଭାଷାକୁ ବଞ୍ଚେଇବା ପାଇଁ ଆମର ଧୈର୍ଯ୍ୟ ଆଜ୍ଞା ମନୋରଞ୍ଜନ ପାଇଁ ନୁହେଁ
ଗାଡ଼ିଟା ରଖିଛି ଗଛ ତଳେ ରଖିଛି। ପରେ ତେଣୁ ଓଡ଼ିଆ ଭାଷାର ଅସ୍ମିତାକୁ ନେଇ ମୁଁ ଆପଣମାନଙ୍କ ପାଖରେ ମଙ୍ଗଳାଚରଣୀ ଧରିଛି। ଯଦୁମଣି ମହାପାତ୍ରଙ୍କର ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଆଜ୍ଞା ଦ୍ୱିତୀୟ ଅଧ୍ୟାୟ 5 ଆଜ୍ଞା ଶେଷ ପଦଟା ଆଜ୍ଞା ଶେଷ ପଦ ଶେଷ ପଦ କଣ କହିଲେ? ଶୀତ ଅଶୀତ ଅପରାଜିତା ଗୀତାର ପରେ ଗୋଟିଏ ନାରୀ ମୁଣ୍ଡରେ ଗଭା ବାନ୍ଧିଛି ତା ଦେହରେ ଫୁଲ ଖୁଞ୍ଚିଛି ତିନିଟା ଫୁଲ କଣ ସାରେ? ଗୋଟିଏ ହଉଛି ଶୀତ ଅପରାଜିତା ଶୀତ କହିଲେ ଧଳା ଗୋଟେ ଧଳା ଅପରାଜିତା ଆଉ ଗୋଟେ ଖୁସିଛି ବାପା ମାନେ ଜ୍ଞାନୀ ମାନେ ଅଶୀତ ଅପରାଜିତା ସେଗୁଡା କଣ ମାନେ କଳା ଅପରାଜିତା ମଝିରେ ଖୁସିଛି ଚମ୍ପାକଢି ମୋ ମା ଭଉଣୀ ମାନେ ଖୋସା ପାରନ୍ତି ବା ଗଭା ପାରନ୍ତି କାଳେ ଖସିଯିବ କଣ କରନ୍ତି ମୁଣ୍ଡ କଣ୍ଟା ମାରନ୍ତି। ତେଣୁ ଏ ନାରୀଟି ଗୋଟେ ମୁଣ୍ଡ କଣ୍ଟା ମଧ୍ୟ ମାରିଛି ସେ ଦେଖିବା ପାଇଁ ନା ତେଣୁ ଏ ତିନି ଫୁଲ ମୁଣ୍ଡ କଣ୍ଟା ସେ ନାରୀ ସମେତ ମଙ୍ଗଳ ବିଧାନ କରନ୍ତୁ। ଅନୁସ୍ନାନଟିକୁ ସଦାବେଳ ପାଇଁ ଉନ୍ନତତର କରି ରଖନ୍ତୁ। ଆପଣଙ୍କର ଯେତେ ସଭା ମଞ୍ଚରେ ଆପଣ ବସିଛନ୍ତି ଆପଣ ମନରେ ଥିବା ମାନସିକ ଆଜ୍ଞା ପୂର୍ଣ୍ଣ କରି ଦିଅନ୍ତୁ। ରୋଗ ଶୋକ ନିବାରଣ କରନ୍ତୁ। ଅନୁଷ୍ଠାନରେ ଦୀର୍ଘଜୀବୀ ରଖନ୍ତୁ। ସର୍ବାନନ୍ଦେ ଆନନ୍ଦେ କବାର হরিবল বন্ধ কর বলছি হরিবল বন্ধ করো হরিবল বন্ধ কলু কাইয়ে আর বন্ধ করি কোন করিবি সারে? আরে হরিবল কোনটা চাই আজ্ঞা হরিনামর মহত্ব ইয়ে বুঝিনি না সেই সাথে বন্ধ করি অচ্যুতানন্দ কোন কইলে কোন বন্ধ কইলে হরিনামর মহিমা কোন কোন আজ্ঞা আজ আপন মানে অপেক্ষা করিবে ঝিওর বাপা কথা কই ঝিওর বাপা ঝিও কিଏ মা ভগবতী শারদা ঝিওর বাপা কি তা বড় স্বামী আজি ଝିଅର ବାପା କଥା କହି କହୁନ ବାପା ହେଲେ ଅଚ୍ୟୁତ କେମିତି ମୁଁ ପରେ କହିବି ଆଜ୍ଞା। ତେଣୁ ଆଜି ଅଚ୍ୟୁତ କହିଲେ କଣ କହିଲେ କହିଲେ ହରିନାମର ମହିମାଟା କେତେ କହିଲେ ହରି ବୋଲି ଥରେ କହିଛି কহিবি নাহি কহিবি নাহি জীবনের যদি আপন মানে হরি বলি থরে উচ্চারণ করিথেবে কোন হব? অচ্যুতানন্দ রামকে বুঝেল গেলে রাম গুরুদেব রাম গুরুদেব যম যেতବେଳେ ବାନ୍ଧିବା ପାଇଁ ଆସିବ ପ୍ରମାଣ ଦେଖେଇ ଦେବି ଆରେ ଯମରେ ଦେଖେ ମୋ ଜୀବନରେ ଥରେ ହରି ବୋଲି କହିଦେଇଛି আচ্ছা আচ্ছা ତୋର ସାହସ ନାହିଁ ମତେ ବାନ୍ଧିକିରି ନବା ପାଇଁ ପରେ ହରିନାମର ମହିମା ଆପଣ ଭାଗବତ ଦେଖନ୍ତୁ କଣ ଲେଖା ହେଇଛି ବୋଲେ ଯେ ହରି ନାମ ଥରେ ସ୍ମରେ ମିତ୍ର ଅନ୍ତର ଯଦି ଆପଣ ମାନେ ଥରେ ହରିବୋଲ ପକେଇଦେବେ ଯେ ହରିବୋଲ ପକେଇବ ଯେ ହରିବୋଲଟା କାନରେ ଶୁଣିବ ଆଜ୍ଞା ଦୁଇ ଜଣଙ୍କ ଲାଭଟା କଣ ହବ? কোন লাভ মিলিব? ନା ପବିତ୍ର ଅନ୍ତର ବାହାରେ তামানে ବାହ୍ୟ ପବିତ୍ର ହେଇଯିବ ସ୍ନାୟୁମଣ୍ଡଳ ବାୟୁମଣ୍ଡଳ ପବିତ୍ର ହବ ଏ ଅନ୍ତର୍ନିହିତ ଦେଶରେ ମଧ୍ୟ ପବିତ୍ରତା ଆସିବ। আসিଯିব ଆପଣ ମନଟା ସ୍ଥିର ହେଇଯିବ କିଛି ପ୍ରଭୁ କଥା ଶୁଣିବ। শুনিবা পাই ସେଇଥିପାଇଁ ଗାୟକ ମାନେ ପ୍ରାରମ୍ଭରେ ହାତ ଯୋଡ଼ିକରି ନିବେଦନ କରନ୍ତି ହରିବୋଲ ଟିକେ ପକା পকে আমি ହରିବୋଲ ଟିକେ ପକା ଆଜ୍ଞା ତାଙ୍କର କଣ ଲାଭ ଆଜ୍ଞା? ଲାଭଟା ଏତିକି ଆପଣ ମାନଙ୍କ ପାଇଁ ଆମେ କହୁଛୁ। ପରେ ଆଜ୍ଞା ତୁ ଆଜି ଘଣ୍ଟ କଟା ହରିବୋଲ ବନ୍ଦ ମୁଁ ସାର୍ ବନ୍ଦ କରିବାର କାରଣ ଅଛି। କାରଣ କଣ କହ? ଆପଣ କହିଲେ ଆମ ଭାଷା ହେଲା ଓଡ଼ିଆ। ଯଦି ଆପଣ ଓଡ଼ିଆ ଭାଷାରେ ମଙ୍ଗଳାଚରଣ ପାଠ କଲେ ଆଚ୍ଛା ମଙ୍ଗଳାଚରଣକୁ ଆପଣ ଅନ୍ୟାୟ କରିଛନ୍ତି। ଅନ୍ୟାୟ ନୁହେଁ ଅନ୍ୟ ହଁ ସେଇ ଅନ୍ୟାୟ କରିଛନ୍ତି ଟୀକା କରିଛନ୍ତି। ନାଇଁ ଟୀକା ମୁଁ ସଂକ୍ଷିପ୍ତ ଟୀକା ନ କରି ଆପଣ କହିଲେ ହରିବୋଲ ପକେଇବାକୁ
ମୁଁ ବନ୍ଦ କଲି ତୁ ମୋ ଉପରେ ନା ମୁଁ ତୋ ଉପରେ? ନାଇଁ ଆପଣ ମୋ ଉପରେ ଆଉ ତୁ କଣ ମୋ ଉପର ଭଳିଆ କଥା ହଉ? କାଳେ ଆପଣଙ୍କର ମନେ ନଥିବ ମନେ ପକେଇଦେଲି ଆଉ ତାହେଲେ କଣ ବୁଝିବୁ କହ? ପ୍ରଥମେ ବୁଝିଲି ସେ ନାରୀ କିଏ ଅଛି କୋଉଠି? ନାରୀ ଅଛି ତା ଆଇଡେକ୍ସ ସିକ୍ୟୁରିଟି ସଂସ୍କୃତରେ ରହୁଛି। ଆପଣ ସ୍କନ୍ଦ ପୁରାଣ କବି ହେଲେ କୃଷ୍ଣ ଦେବର ଭଗବାନ ବ୍ୟାସ। କଣ କହିଲେ ପ୍ରଭୁ? ନାରୀର ଠିକଣା କହିଲେ ମୋ ଦଧି ଉତ୍ତର ପାର୍ଶ୍ୱେ କ୍ଷେତ୍ର ଇତି ସ୍ମୃତ ପୂର୍ଣ୍ଣତମ ପୁଣ୍ୟ ବିଦିତ ପାବନ ପୁରୀ। ଶରତ ଆପଣଙ୍କର ସ୍କନ୍ଦ ପୁରାଣ କହେ କଣ କହିଲେ? ନାରୀର ଠିକଣା ମୋ ଦଧି ଉତ୍ତର ପାର୍ଶ୍ୱେ। ମୋ ଦଧି କହିଲେ ଆପଣ କଣ ବୁଝନ୍ତି? ସମୁଦ୍ର କୂଳକୁ ଯାଉଛି ମହୋଦଧି। ସମୁଦ୍ର କୂଳ ହଉଛି ମହୋଦଧି। ଆଚ୍ଛା ଆମ ପାରାଦୀପ କୂଳ ସମୁଦ୍ରକୁ ମହୋଦଧି କହିବା? ନା ସେଟା ପାରାଦୀପ ସମୁଦ୍ର। ବାଲେଶ୍ୱର ଧାମରା ତା କୂଳକୁ ମହୋଦଧି କହିବା? ନା ସିଏ ବି ବନ୍ଦର। ଆପଣ ବ୍ରହ୍ମପୁର ଗୋପାଳପୁର ସମୁଦ୍ର ବିଚ୍ କହିବା? ନା ସେଟା ଗୋପାଳପୁର ବିଚ୍। ତାହେଲେ ମହୋଦଧି କାହାକୁ କହିବା? ମହୋଦଧି କାହାକୁ କୁହାଯାଏ? ମହୋଦଧି କାହାକୁ ଆମେ କହିବା? ଆଜ୍ଞା ଆମେ ଟିକେ ବେଳେ ବେଳେ ଅବୁଝା ହେଇଯାଉ। କେମିତି କାନରେ ଶୁଣୁଥିଲି ଯେ ଶ୍ରୀମନ୍ଦିର ଭିତରେ ଶଙ୍ଖ ବାଜେ ନାହିଁ। ଆଜ୍ଞା ଶଙ୍ଖ ବାଜେ ଆପଣ ଶୁଣୁଥିଲେ? ଆଜ୍ଞା ସାର୍ କହୁଥିଲେ। ବାଜେ ନା ବାଜେ? ନାଇଁ ବାଜୁନି ସାର୍ କହୁଥିଲେ ଆପଣ ବାଜେ କେମିତି? ଆଜ୍ଞା କେବେ ବାଜୁଥିଲା କହିଲେ କି? ନା ଆହା, ନା ସେ ମାଲ ତାଙ୍କ ପାଖରେ ରୁହନ୍ତୁ। ମାଲ ଆମ ଆପଣଙ୍କର ଦୀନକୃଷ୍ଣ ଦାସ ବହି ହେଉଛି ରସକଲ୍ଲୋଳ କାବ୍ୟ। ଆଜ୍ଞା ଦୀନକୃଷ୍ଣ ଥିଲେ ଶ୍ରୀକ୍ଷେତ୍ରରେ ତାଙ୍କର ଘର ଜଳେଶ୍ୱର ବାଲେଶ୍ୱର, ଆଜ୍ଞା ଆଜ୍ଞା କିନ୍ତୁ ଜୀବନ କାଟିଥିଲେ ନୀଳାଚଳ ଶ୍ରୀକ୍ଷେତ୍ର। କ୍ଷେତ୍ରରେ ଆପଣ ଦେଖିବେ ଦୀନକୃଷ୍ଣଙ୍କର ଜୀବନ ଇତିହାସ। ତେଣୁ ଏ ନୀଳାଚଳରେ ବା ଶ୍ରୀକ୍ଷେତ୍ରରେ ତାଙ୍କର ଜୀବନ ଅତିବାହିତ କରିଛନ୍ତି। କରିଛନ୍ତି। ଦଶକ ସେ ଲେଖିଛନ୍ତି ଆଜ୍ଞା ଅହ ବୋଲେ କମ୍ବୁ କଟକରେ ନୀଳାଦ୍ରି ନବରେ ପାହାନ୍ତି ଶଙ୍ଖ ବାଜି ପାହାନ୍ତି ଶଙ୍ଖ ବାଜି ଭଲା ଭଲା ବାଜିଲା ଚନ୍ଦ୍ରଙ୍କର ଦେବରାଜଙ୍କର ତେରିକା ଭାଜିଲା। ଆପଣ ପରିଷ୍କାର ଅର୍ଥ କରିଦେବେ ଆଜ୍ଞା। କମ୍ବୁ କଟକରେ କମ୍ବୁ ହଉଛି ଶଙ୍ଖ, ଶଙ୍ଖ କଟକ ହଉଛି ପୁରୀ, ପୁରୀ ପୁରୀରେ ପୁଣି କୋଉଠି? କୋଉଠି ଆଜ୍ଞା? ନୀଳାଦ୍ରି ନବରେ। ନୀଳାଦ୍ରି ନଗର ନୀଳାଦ୍ରି ନବର କଲେ ଶ୍ରୀମନ୍ଦିର। ଶ୍ରୀମନ୍ଦିର ଭିତର ନୀଳାଦ୍ରି ନବରେ ଆଜ୍ଞା ପାହାନ୍ତି ଶଙ୍ଖ ବାଜିଲା। ଇଲୁ ପରିଷ୍କାର ଲେଖା ଅଛି ଆଉ। ଯଦି ଶଙ୍ଖ ବାଜି ନଥାନ୍ତା, ଦୀନକୃଷ୍ଣ ଶୁଣି ନଥାନ୍ତେ, ତାହେଲେ ରସକଲ୍ଲୋଳ କାବ୍ୟରେ ଆହା ଇଏ ପଦ ଲେଖି ନଥାନ୍ତେ। ନା କେବେ ଲେଖିନଥାନ୍ତେ। ତେଣୁ ଶଙ୍ଖ ବାଜୁଥିଲା। ବାଜୁ ଥିଲା। ଏବେ ବାଜୁନି କାହିଁକି? କାଇଁ ବାଜୁନି? କାହିଁକି ବାଜୁନି? ଶଙ୍ଖ ମିଳୁନି ବୋଲି। ଆଜ୍ଞା କୁହ କେତେବେଳେ ଗଲେ? 1866 ହଁ 1866 ଖ୍ରୀଷ୍ଟାବ୍ଦରେ ଆଜ୍ଞା ଯେତେବେଳେ ଓଡ଼ିଶାରେ 9 ଦୁର୍ଭିକ୍ଷ